ଓଡ଼ିଶାର ଲୋକପ୍ରିୟ ଗଣପର୍ବ ହେଉଛି ନୂଆଖାଇ। ନୂଆଖାଇ ବିଷୟରେ ଏକ ସୁନ୍ଦର ରଚନା ଆସନ୍ତୁ ଲେଖିବା। ନମସ୍କାର ସାଙ୍ଗମାନେ, ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି ଆମର ଆଉ ଏକ ନୂଆ ଭିଡ଼ିଓରେ। ଓଡ଼ିଶାର ନିଆରା ସଂସ୍କୃତି ଓ ପରମ୍ପରା ଅନୁସାରେ ଏଠାରେ 12 ମାସରେ ପାଳିତ ହୁଏ 13 ପର୍ବ। ବିଭିନ୍ନ ପ୍ରକାର ପର୍ବପର୍ବାଣି ଆମ ଜୀବନରେ ସାଂସ୍କୃତିକ ମୂଲ୍ୟବୋଧର ପରିଚୟ ଦେଇଥାଏ। ତତ୍ସହିତ କର୍ମବ୍ୟସ୍ତ ଜୀବନରେ ସାମୂହିକ ଆନନ୍ଦ ଓ ମନୋରଞ୍ଜନ ଯୋଗାଇବା କ୍ଷେତ୍ରରେ ପର୍ବପର୍ବାଣି ପାଳନର ବିଶେଷ ଗୁରୁତ୍ୱ ରହିଛି। ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ପଶ୍ଚିମ ଓଡ଼ିଶା ଅର୍ଥାତ୍ ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ପାଳିତ ହେଉଥିବା ନୂଆଖାଇ ପର୍ବ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ବ। ଏହା ଏକ କୃଷିଭିତ୍ତିକ ଓ ମିଳନର ପର୍ବ। ଏହି ପର୍ବକୁ ନବାନ୍ନ ଭକ୍ଷଣ ଉତ୍ସବ ମଧ୍ୟ କୁହାଯାଏ ଓ ଏହାର ଏକ ସ୍ୱତନ୍ତ୍ର ସାଂସ୍କୃତିକ ମହତ୍ତ୍ୱ ରହିଛି। ନୂଆଖାଇ ପର୍ବ ପାଳନ ବିଧି। ପ୍ରତିବର୍ଷ ଭାଦ୍ରବ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଅର୍ଥାତ୍ ଗଣେଶ ଚତୁର୍ଥୀ ପରଦିନ ଏହି ପର୍ବ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହିତ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ପାଳିତ ହୋଇଥାଏ। ନୂଆଖାଇର 4-5 ଦିନ ପୂର୍ବରୁ ସମସ୍ତେ ନିଜ ନିଜର ଘରଦ୍ୱାର ସଫା କରିବା ସହିତ ନିଜ ଚତୁଃପାର୍ଶ୍ୱକୁ ମଧ୍ୟ ପରିଷ୍କାର କରିଥାନ୍ତି। ଘରୁ ଦୂରରେ ଥିବା ସମସ୍ତ ଘରର ସଦସ୍ୟମାନେ ଘରକୁ ଫେରିଥାନ୍ତି। ସଉଦାପତ୍ର, ଲୁଗାପଟା ଆଦି କିଣିବା ପାଇଁ ହାଟ ବଜାରରେ ଲୋକଙ୍କ ଗହଳି ଲାଗେ। ନୂଆଖାଇ ଦିନ ଘରର ସମସ୍ତେ ନୂଆ ଲୁଗା ପିନ୍ଧିଥାନ୍ତି। ନୂଆ ଶସ୍ୟରେ ବିଭିନ୍ନ ପ୍ରକାର ପିଠା, କ୍ଷୀରି, ମିଠା ଆଦି ପ୍ରସ୍ତୁତ କରି ନିଜର ଇଷ୍ଟ ଦେବୀଙ୍କୁ ପୂଜା କରି ଭୋଗ ରୂପେ ଅର୍ପଣ କରନ୍ତି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ, ପାଟଣାଗଡ଼ ତଥା ବଲାଙ୍ଗୀର ଦେବୀ ମା ପାଟଣେଶ୍ୱରୀ, କଳାହାଣ୍ଡିର ଦେବୀ ମା ମାଣିକେଶ୍ୱରୀ, ସୋନପୁରର ଦେବୀ ମା ସୁରେଶ୍ୱରୀ ଆଦି ମନ୍ଦିରରେ ମାଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ ହୋଇଥାଏ। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ଆରମ୍ଭ ହୁଏ ନବାନ୍ନ ଭକ୍ଷଣ। ପରିବାରର ସମସ୍ତ ସଦସ୍ୟ ଏକତ୍ର ବସି ନୂତନ ଶସ୍ୟରୁ ପ୍ରସ୍ତୁତ ପିଠା, ପଣା, କ୍ଷୀରି, ପୁରୀ ଆଦି ସ୍ୱାଦିଷ୍ଟ ବ୍ୟଞ୍ଜନ ମହାନନ୍ଦରେ ଭକ୍ଷଣ କରନ୍ତି। ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଯାହା ବି ମନୋମାଳିନ୍ୟ ଥାଉ ନା କାହିଁକି, ଏହାକୁ ଭୁଲିଯିବା ପାଇଁ ଏକ ସୁନ୍ଦର ମୁହୂର୍ତ୍ତ ଆଣିଥାଏ ନୂଆଖାଇ ପର୍ବ। ନୂଆଖାଇ ପର୍ବର ପରବର୍ତ୍ତୀ ପର୍ଯ୍ୟାୟ ହେଲା ଜୁହାର ଓ ଭେଟଘାଟ। ଘରର ଛୋଟମାନେ ଗୁରୁଜନଙ୍କ ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ନେଇଥାନ୍ତି। ପରେ ସାଙ୍ଗସାଥୀଙ୍କୁ ଭେଟି ଖୁସି ମଜା କରିଥାନ୍ତି। ଉପସଂହାର। ନୂଆଖାଇ ଯେ କେବଳ ଏକ ପାରମ୍ପରିକ ପର୍ବ ତା ନୁହେଁ, ବରଂ ଏହା ଭ୍ରାତୃତ୍ୱ ଓ ଏକତାର ପର୍ବ। ସାମାଜିକ ଜୀବନକୁ ସୁସ୍ଥ ତଥା ସୁଦୃଢ଼ କରିବା ନିମନ୍ତେ ଏହି ପର୍ବ ବିଶେଷ ଗୁରୁତ୍ୱପୂର୍ଣ୍ଣ। ତତ୍ସହିତ କୃଷି ପ୍ରତି ଅଙ୍ଗୀକାରବଦ୍ଧତା ଏହି ପର୍ବର ଅନ୍ତଃସ୍ୱର। ତେଣୁ ଏହି ପର୍ବ ଖାଲି ପଶ୍ଚିମ ଓଡ଼ିଶା ନୁହେଁ, ବରଂ ସମଗ୍ର ଓଡ଼ିଶାରେ ଏକ ଜନପ୍ରିୟ ପର୍ବ ହୋଇପାରିଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି।